क्या कहना। शांति 19 ଜାନୁଆରୀ 25 ମହାବାକ୍ୟ ପୁନରାବୃତ୍ତି 30/11/20 ଟପିକ୍ ଅଛି ଚାରୋଟି ଯାକ ବିଷୟରେ ଅନୁଭବର ଅଧିକାରୀ ହୋଇ ସମସ୍ୟାଗୁଡ଼ିକୁ ସମାଧାନ ସ୍ୱରୂପରେ ପରିବର୍ତ୍ତନ କର। ଆଜି ବ୍ରାହ୍ମଣ ସଂସାରର ରଚୟିତା ନିଜର ଚାରିଆଡ଼ର ବ୍ରାହ୍ମଣ ପିଲାମାନଙ୍କୁ ଦେଖୁଛନ୍ତି। ଏହି ବ୍ରାହ୍ମଣ ସଂସାର ଛୋଟିଆ ହେଲେ ମଧ୍ୟ ଅତି ଶ୍ରେଷ୍ଠ ଏବଂ ଅତି ପ୍ରିୟ ସଂସାର। ଏହି ବ୍ରାହ୍ମଣ ସଂସାର ସାରା ବିଶ୍ୱର ବିଶେଷ ଆତ୍ମାମାନଙ୍କର ସଂସାର। ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା କୋଟିକ ଭିତରେ କେହିଙ୍କ ଭିତରେ ମଧ୍ୟ କେହି ଅଟନ୍ତି। କାହିଁକି ନା ନିଜର ସତ୍ୟ ପିତାଙ୍କୁ ଜାଣି ତାଙ୍କର ସମ୍ପତ୍ତିର ଅଧିକାରୀ ହୋଇଯାଇଛନ୍ତି। ଯେପରି ବାବା ଉଚ୍ଚରୁ ଉଚ୍ଚ ଅଟନ୍ତି, ସେହିପରି ବାବାଙ୍କୁ ଚିହ୍ନି ତାଙ୍କର ସନ୍ତାନ ହୋଇଥିବା ଆତ୍ମାମାନେ ମଧ୍ୟ ବିଶେଷ ଆତ୍ମା ଅଟନ୍ତି। ପ୍ରତ୍ୟେକ ବ୍ରାହ୍ମଣ ଆତ୍ମା ଜନ୍ମ ନେବା ମାତ୍ରକେ ସ୍ୱୟଂ ଭାଗ୍ୟ ବିଧାତା ପିତା ତାର ମସ୍ତକରେ ଶ୍ରେଷ୍ଠ ଭାଗ୍ୟର ରେଖା ଟାଣି ଦେଇଛନ୍ତି। ଏଇଭଳି ଶ୍ରେଷ୍ଠ ଭାଗ୍ୟବାନ ଆତ୍ମା ଅଟ। ତେବେ ତୁମେମାନେ ମଧ୍ୟ ନିଜକୁ ଏଇଭଳି ଭାଗ୍ୟବାନ ମନେ କରୁଛ ତ? ଏତେ ଶ୍ରେଷ୍ଠ ଆତ୍ମିକ ନିଶାର ଅନୁଭବ ହେଉଛି ତ? ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ଦିଲକୁ ଦିଲାରାମ ବାବା ନିଜର ଦିଲର ଦୁଲାର ଅର୍ଥାତ୍ ନିବିଡ଼ ସ୍ନେହ ଦେଉଛନ୍ତି। ଏହି ପରମାତ୍ମା ସ୍ନେହ ସାରା କଳ୍ପ ଭିତରେ କେବଳ ଜଣଙ୍କ ଦ୍ୱାରା ଏବଂ ଏହି ଗୋଟିଏ ସମୟରେ ହିଁ ପ୍ରାପ୍ତ ହୋଇଥାଏ। ଏହିଭଳି ଆତ୍ମିକ ନିଶା ସର୍ବଦା ପ୍ରତ୍ୟେକ କର୍ମରେ ରହୁଛି ତ? କାହିଁକି ନା ତୁମେମାନେ ବିଶ୍ୱକୁ ଚ୍ୟାଲେଞ୍ଜ କରୁଛ ଯେ ଆମେ କର୍ମଯୋଗୀ ଜୀବନଧାରୀ ବିଶେଷ ଆତ୍ମା ଅଟୁ, ଯୋଗୀ ଜୀବନଧାରୀ ଅଟୁ। ଜୀବନ ସଦାକାଳର ହୋଇଥାଏ, ସ୍ୱାଭାବିକ ଏବଂ ନିରନ୍ତର ମଧ୍ୟ ହୋଇଥାଏ। 8 ଘଣ୍ଟାର ବା 6 ଘଣ୍ଟାର ଯୋଗୀ ଜୀବନଧାରୀ ନୁହେଁ। ଯୋଗ ଅର୍ଥାତ୍ ପରମାତ୍ମାକୁ ମନେ ପକାଇବା ତ ବ୍ରାହ୍ମଣ ଜୀବନର ଲକ୍ଷ୍ୟ ହିଁ ଅଟେ। ତେଣୁ ନିଜର ଜୀବନର ଲକ୍ଷ୍ୟ ସତ ହିଁ ମନେ ରହିଥାଏ ଏବଂ ଯେପରି ଲକ୍ଷ୍ୟ ସେହିପରି ଲକ୍ଷଣ ମଧ୍ୟ ସତ ଆସିଯାଇଥାଏ। ଏବେ ବାପଦାଦା ପ୍ରତ୍ୟେକ ବ୍ରାହ୍ମଣ ଆତ୍ମାର ମସ୍ତକରେ ଚମକୁଥିବା ଭାଗ୍ୟର ତାରକାକୁ ଦେଖୁଛନ୍ତି। ବାପଦାଦା ସର୍ବଦା ପ୍ରତ୍ୟେକ ସନ୍ତାନକୁ ଶ୍ରେଷ୍ଠ ସମ୍ମାନଧାରୀ ଏବଂ ସ୍ୱରାଜ୍ୟଧାରୀ ରୂପରେ ହିଁ ଦେଖୁଛନ୍ତି। ତେଣୁ ତୁମେମାନେ ମଧ୍ୟ ନିଜକୁ ସମ୍ମାନଧାରୀ ଏବଂ ବିଶ୍ୱ ରାଜ୍ୟଧାରୀ ଆତ୍ମା ଅଟ। ଏହିଭଳି ଅନୁଭବ କରୁଛ ତ? ଯଦି ଗୋଟିଏ ସେକେଣ୍ଡରେ ସ୍ମୃତି ଆଣିବ ଯେ ମୁଁ ସମ୍ମାନଧାରୀ ଆତ୍ମା ଅଟେ, ତେବେ ଗୋଟିଏ ସେକେଣ୍ଡ ଭିତରେ ସମ୍ମାନର କେତେ ବଡ଼ ତାଲିକା ତୁମ ସମ୍ମୁଖକୁ ଆସିଯିବ। ଏବେ ବି ନିଜର ସମ୍ମାନ ଗୁଡ଼ିକର ତାଲିକା ସ୍ମୃତିରେ ଆସିଗଲାଣି ନା? ତାଲିକା ତ ଲମ୍ବା ଅଟେ ନା? ତେବେ ସମାନ ଅଭିମାନକୁ ସମାପ୍ତ କରିଦିଏ। କାହିଁକି ନା ସମାନର ଅର୍ଥ ହେଲା ଶ୍ରେଷ୍ଠ ଅଭିମାନ। ତେଣୁ ଶ୍ରେଷ୍ଠ ଅଭିମାନ ଭିନ୍ନ ଭିନ୍ନ ଅଶୁଦ୍ଧ ଅଭିମାନକୁ ସମାପ୍ତ କରିଦେଇଥାଏ। ଯେପରି ଲାଇଟର ସୁଇଚ୍ ଅନ୍ କରିବା ମାତ୍ରକେ ଗୋଟିଏ ସେକେଣ୍ଡ ଭିତରେ ଅନ୍ଧକାର ଦୂର ହୋଇଯାଏ। ତାକୁ ତଡ଼ିବାକୁ ପଡ଼ିବ ନାହିଁ କିମ୍ବା କୌଣସି ମେହନତ କରିବାକୁ ପଡ଼ିନଥାଏ। ସୁଇଚ୍ ଅନ୍ କରିବା ମାତ୍ରକେ ଅନ୍ଧକାର ସତ ହିଁ ସମାପ୍ତ ହୋଇଯାଇଥାଏ। ସେହିପରି ସମାନ ସୁଇଚ୍ ଅନ୍ କରିବା ଦ୍ୱାରା ଭିନ୍ନ ଭିନ୍ନ ଦେହ ଅଭିମାନରୁ ସମାପ୍ତ କରିବାର ମେହନତ କରିବାକୁ ପଡ଼ିନଥାଏ। ବାପଦାଦା ପିଲାମାନଙ୍କର ଏକ ଖେଳ ମଧ୍ୟ ଦେଖୁଛନ୍ତି। ସମାନକୁ ଦିଲ୍ ଭିତରେ ବର୍ଣ୍ଣନା ମଧ୍ୟ କରୁଛନ୍ତି। ମୁଁ ବାପଦାଦାଙ୍କର ଦିଲ୍ ତଖତ ନସିନ୍ ଅର୍ଥାତ୍ ହୃଦୟ ସିଂହାସନ ଅଧିକାରୀ ଅଟେ। ବର୍ଣ୍ଣନା ମଧ୍ୟ କରୁଛନ୍ତି, ମନରେ ମଧ୍ୟ ଭାବୁଛନ୍ତି, କିନ୍ତୁ ଅନୁଭବର ଆସନ ଉପରେ ବସୁନାହାନ୍ତି। କାରଣ ଯାହା ଭାବୁଛ ତାହା ଅନୁଭବ ହେବା ଜରୁରୀ ଅଟେ। କାହିଁକି ନା ସବୁଠାରୁ ଶ୍ରେଷ୍ଠ ଅଥରିଟି ବା ଅଧିକାର ପଣିଆ ହେଲା ଅନୁଭବର ଅଥରିଟି। ତେଣୁ ବାପଦାଦା ଦେଖୁଛନ୍ତି ପିଲାମାନେ ବହୁତ ଭଲ ଭାବରେ ଶୁଣୁଛନ୍ତି ଏବଂ ବିଚାର ମଧ୍ୟ କରୁଛନ୍ତି। କିନ୍ତୁ ଶୁଣିବା ଏବଂ ଭାବିବା ଅଲଗା କଥା। କିନ୍ତୁ ଏହାର ଅନୁଭବ ହେବା ବ୍ରାହ୍ମଣ ଜୀବନର ଶ୍ରେଷ୍ଠ ଅଥରିଟି। ଏହା ହେଉଛି ଭକ୍ତି ଏବଂ ଜ୍ଞାନ ଭିତରେ ଅନ୍ତର। ଭକ୍ତି ମାର୍ଗରେ ମଧ୍ୟ ଶୁଣିବାର ମସ୍ତିରେ ବହୁତ ମସ୍ତ ହୋଇଯାଉଛନ୍ତି ଏବଂ ଭାବୁଛନ୍ତି ମଧ୍ୟ, କିନ୍ତୁ ଅନୁଭବ କରିପାରୁନାହାନ୍ତି। ତେବେ ଜ୍ଞାନର ଅର୍ଥ ହେଲା ଜ୍ଞାନୀ ଆତ୍ମା ପ୍ରତ୍ୟେକ ସମାନର ଅନୁଭବୀ। ଏହି ଅନୁଭବୀ ସ୍ୱରୂପ ଦ୍ୱାରା ହିଁ ଆତ୍ମିକ ନିଶା ଚଢ଼ିଥାଏ। ଜୀବନରେ ଅନୁଭବ କେବେ ବି ଜୀବନରେ ଭୁଲି ହୁଏ ନାହିଁ। ଶୁଣିଥିବା କଥା ବା ଭାବିଥିବା କଥା ଭୁଲ ହୋଇଯାଇପାରେ, କିନ୍ତୁ ଅନୁଭବର ଅଥରିଟି କେବେ ବି କମ୍ ହୋଇନଥାଏ। ତେଣୁ ବାପଦାଦା ପିଲାମାନଙ୍କୁ ଏହି କଥା ମନେ ପକାଇ ଦେଉଛନ୍ତି
ଯେ ପ୍ରତ୍ୟେକ ଶୁଣିଥିବା କଥା ଗୁଡ଼ିକ ଯାହାକୁ ଭଗବାନ ପିତାଙ୍କଠାରୁ ଶୁଣିଛ ତାର ଅନୁଭବୀ ମୂରତ ହୁଅ। ଅନୁଭବ କରୁଥିବା କଥାକୁ ଯଦି 1000 ଲୋକ ଭୁଲାଇ ଦେବା ପାଇଁ ବା ଲିଭାଇ ଦେବା ପାଇଁ ଚାହିଁବେ ତେବେ ବି ତାହା ଲିଭି ପାରିବ ନାହିଁ। ଯେପରି ଶରୀର ଧାରଣ କରିବା ମାତ୍ରକେ ଅନୁଭବ କରୁଛ ଯେ ମୁଁ ଅମୁକ ଅଟେ, ଏହା କେତେ ପକ୍କା ହୋଇଯାଇଛି। କେବେ ନିଜର ଦେହର ନାମ ଭୁଲି ହୋଇଯାଉଛି କି? ଯଦି ତୁମେ କେହି କହିବ ତୁମେ ଅମୁକ ନୁହେଁ ଅମୁକ ଅଟେ, ତେବେ ତୁମେ ମାନିବ କି? ସେହିପରି ତାଲିକାରେ ଥିବା ପ୍ରତ୍ୟେକ ସମାନକୁ ଅନୁଭବ କରିବା ଦ୍ୱାରା ସମାନ ଗୁଡ଼ିକ କେବେ ବି ଭୁଲି ହୋଇପାରିବ ନାହିଁ। ତେଣୁ ବାପଦାଦା ପିଲାମାନଙ୍କୁ ଯେତେବେଳେ ମେହନତ କରିବାର ଦେଖୁଛନ୍ତି ସେତେବେଳେ ପିଲାମାନଙ୍କ ଉପରେ ବହୁତ ସ୍ନେହ ଆସୁଛି। ପରମାତ୍ମାଙ୍କର ସନ୍ତାନ ଆଉ ମେହନତ, କାରଣ ଅନୁଭବୀ ମୂଳତ ହେବାର କମି। ଯେବେ କି ଦେହ ଅଭିମାନର ଅନୁଭବ ଯାହା ବି ହୋଇଯାଉ, ଯେକୌଣସି କର୍ମ କରୁଥିଲେ ମଧ୍ୟ ଭୁଲି ହେଉନାହିଁ, ତେବେ ବ୍ରାହ୍ମଣ ଜୀବନ ତ କର୍ମର ଯୋଗୀ ଜୀବନ ଅଟେ। ତେଣୁ ଯୋଗୀ ଜୀବନର ଅନୁଭବ କିପରି ଭୁଲିପାରିବ? ତେଣୁ ଚେକ୍ କର, ମୁଁ ପ୍ରତ୍ୟେକ ବିଷୟର ଅନୁଭବୀ ଅଟେ ତ? ଜ୍ଞାନକୁ ଶୁଣିବା ବା ଶୁଣାଇବା ତ ସହଜ କଥା, କିନ୍ତୁ ତୁମକୁ ଜ୍ଞାନର ସ୍ୱରୂପ ହେବାର ଅଛି। ଯଦି ଜ୍ଞାନକୁ ନିଜ ସ୍ୱରୂପରେ ଆଣିପାରିଲ ତେବେ ସ୍ୱତଃ ହିଁ ପ୍ରତ୍ୟେକ କର୍ମ ଜ୍ଞାନ ସମ୍ପନ୍ନ ଅର୍ଥାତ୍ ଜ୍ଞାନର ଲାଇଟ୍ ମାଇଟ୍ ବାଲା ହେବ, କାରଣ ଜ୍ଞାନକୁ ହିଁ ଆଲୋକ ଏବଂ ଶକ୍ତି କୁହାଯାଏ। ସେହିପରି ଯୋଗୀ ସ୍ୱରୂପର ଅର୍ଥ ହେଲା ଯୋଗଯୁକ୍ତ ଏବଂ ଯୁକ୍ତିଯୁକ୍ତ ସ୍ୱରୂପ। ଧାରଣା ସ୍ୱରୂପର ଅର୍ଥ ହେଲା ପ୍ରତ୍ୟେକ କର୍ମ ପ୍ରତ୍ୟେକ କର୍ମେନ୍ଦ୍ରିୟ ପ୍ରତ୍ୟେକ ଗୁଣର ଧାରଣା ସ୍ୱରୂପର ହୋଇଥିବ ଏବଂ ସେବାର ଅନୁଭବୀ ମୂରତ। ସେବାଧାରୀ ଅର୍ଥ ହେଲା ନିରନ୍ତର ଏବଂ ସ୍ୱତଃ ସେବାଧାରୀ, ଚାହେ ସଂକଳ୍ପ ଦ୍ୱାରା ସେବା, ଚାହେ ବାଣୀ ଦ୍ୱାରା ସେବା, ଚାହେ କର୍ମଣା ଦ୍ୱାରା ସେବା, ଚାହେ ସମ୍ବନ୍ଧ ସମ୍ପର୍କ ଦ୍ୱାରା ସେବା। ପ୍ରତ୍ୟେକ କର୍ମ ଦ୍ୱାରା ସ୍ୱାଭାବିକ ଭାବରେ ସେବା ହୋଇ ଚାଲିଥିବ। ଏହାକୁ ହିଁ କୁହାଯାଏ 4ଟି ଯାକ ବିଷୟରେ ଅନୁଭବୀ ହେବା। ତେଣୁ ସମସ୍ତେ ଚେକ୍ କର, ମୁଁ କେତେ ପରିମାଣରେ ଅନୁଭବୀ ମୂରତ ହେଲେଣି। ପ୍ରତ୍ୟେକ ଗୁଣର ଅନୁଭବୀ, ପ୍ରତ୍ୟେକ ଶକ୍ତିର ଅନୁଭବୀ। ଏମିତି ବି କଥାରେ ଅଛି, ଅନୁଭବ ଆବଶ୍ୟକ ସମୟରେ ବହୁତ କାମରେ ଆସିଥାଏ। ତେଣୁ ଅନୁଭବୀ ମୂରତ ଆତ୍ମାର ଅନୁଭବ ଯେପରି ବି ସମସ୍ୟା ଆସୁ ତାକୁ ନିଜର ଅନୁଭବର ଅଥରିଟି ଦ୍ୱାରା ଗୋଟିଏ ସେକେଣ୍ଡରେ ସମାଧାନ ସ୍ୱରୂପରେ ପରିବର୍ତ୍ତନ କରିଦେଇଥାଏ। ସମସ୍ୟା ହୋଇ ରହେ ନାହିଁ, ସମାଧାନ ସ୍ୱରୂପ ହୋଇଯାଏ। ବୁଝିପାରିଲ? ଏବେ ସମୟର ସମୀପ୍ତା ଅର୍ଥାତ୍ ପାଖେଇ ଆସିବା ଏବଂ ବାବାଙ୍କ ସମାନ ହେବାର ସମୀପ୍ତା ତୁମମାନଙ୍କୁ ସମାଧାନ ସ୍ୱରୂପର ଅନୁଭବ କରାଅ। ବହୁତ ସମୟ ପର୍ଯ୍ୟନ୍ତ ସମସ୍ୟା ଆସିବା ଏବଂ ତାକୁ ସମାଧାନ କରିବାର ମେହନତ କରିଆସିଲ। ଏବେ ବାପଦାଦା ପ୍ରତ୍ୟେକ ସନ୍ତାନକୁ ସମାନଧାରୀ ସ୍ୱରାଜ୍ୟ ଅଧିକାରୀ ସମାଧାନ ସ୍ୱରୂପ ସ୍ଥିତିରେ ଦେଖିବାକୁ ଚାହୁଁଛନ୍ତି, କାରଣ ଅନୁଭବୀ ମୂରତ ଆତ୍ମା ଗୋଟିଏ ସେକେଣ୍ଡ ଭିତରେ ପରିବର୍ତ୍ତନ ସବୁ କିଛି କରିଦେଇ ପାରିବ। ଆଚ୍ଛା, ସବୁଆଡ଼େ ପିଲାମାନେ ଆସି ପହଞ୍ଚି ଯାଇଛନ୍ତି। ଡବଲ ବିଦେଶୀ ପିଲାମାନେ ମଧ୍ୟ ସବୁ ଗ୍ରୁପରେ ନିଜ ନିଜର ସୁଯୋଗ ନେଇ ଯାଉଛନ୍ତି। ଆଚ୍ଛା, ଏହି ଗ୍ରୁପରେ ପାଣ୍ଡବମାନେ ମଧ୍ୟ କମ୍ ଆସିନାହାନ୍ତି। ଏବେ ସବୁ ପାଣ୍ଡବମାନେ ହାତ ଉଠାଅ। ମାତାମାନେ, କୁମାରୀମାନେ, ଟିଚରମାନେ ମଧ୍ୟ ହାତ ଉଠାଅ। ପ୍ରଥମ ଗ୍ରୁପରେ ମାତାମାନେ ଅଧିକ ଥିଲେ, କିନ୍ତୁ ଏହି ଗ୍ରୁପରେ ପାଣ୍ଡବମାନେ ମଧ୍ୟ ଭଲ ରେସ୍ କରିଛନ୍ତି। ପାଣ୍ଡବମାନଙ୍କର ନିଶା ଏବଂ ନିଶ୍ଚୟର ଗାୟନ ଏବେ ପର୍ଯ୍ୟନ୍ତ ମଧ୍ୟ ହେଉଛି। ତା କ'ଣ ଜାଣିଛ? ପାଣ୍ଡବ ମାତ୍ର 5 ଜଣ ଥିଲେ, କିନ୍ତୁ ନିଜର ନିଶା ଏବଂ ନିଶ୍ଚୟ ଆଧାରରେ ବିଜୟୀ ହୋଇଗଲେ। ଏହି ଗାୟନ ତ ଏପର୍ଯ୍ୟନ୍ତ ମଧ୍ୟ ହେଉଛି। ତେବେ ଏହିଭଳି ପାଣ୍ଡବ ତ ନା? ଆଚ୍ଛା, ନିଶା ଅଛି ତ? ତେଣୁ ପାଣ୍ଡବମାନେ ଯେତେବେଳେ ବି ଶୁଣୁଥିବେ ଯେ ଆମେ ପାଣ୍ଡବ ଅଟୁ, ସେତେବେଳେ ପାଣ୍ଡବ ପତିଙ୍କୁ ତ କେବେ ଭୁଲି ଯାଉନଥିବେ। କ'ଣ କେବେ ଭୁଲି ହେଇଯାଉଛି କି? ପାଣ୍ଡବ ଏବଂ ପାଣ୍ଡବପତି, ପାଣ୍ଡବମାନେ କେବେ ବି ପାଣ୍ଡବପତିଙ୍କୁ ଭୁଲି ପାରିବେ ନାହିଁ। ପାଣ୍ଡବମାନଙ୍କ ଭିତରେ ଏହି ନିଶା ରହିବା ଦରକାର ଯେ ଆମେ ପାଣ୍ଡବମାନେ କଳ୍ପ କଳ୍ପ ପାଣ୍ଡବପତିଙ୍କର ପ୍ରିୟ ଅଟୁ। ସ୍ମାରକୀ ହିସାବରେ ପାଣ୍ଡବମାନଙ୍କର ନାମ ମଧ୍ୟ କିଛି କମ୍ ନୁହେଁ। ପାଣ୍ଡବମାନଙ୍କର ଉପାଧି ହେଲା ବିଜୟୀ ପାଣ୍ଡବ। ତେବେ ଏଇଭଳି ପାଣ୍ଡବ ଅଟ ନା? ଆମେ ବିଜୟୀ ପାଣ୍ଡବ, କେବଳ ପାଣ୍ଡବ ନୁହେଁ, ବିଜୟୀ ପାଣ୍ଡବ।
ବିଜୟର ଅବିନାଶୀ ତିଲକ ମସ୍ତକରେ ସର୍ବଦା ଲାଗି ରହିଛି। ତେବେ ମାତାମାନଙ୍କ ଭିତରେ କେଉଁ ନିଶା ରହୁଛି? ମାତାମାନେ ନିଶାର ସହିତ କହୁଛନ୍ତି ବାବା କେବଳ ଆମମାନଙ୍କ ପାଇଁ ହିଁ ଆସିଛନ୍ତି। ଏଇଆ ନା କାହିଁକି ଅଧା କଳ୍ପ ଭିତରେ ମାତାମାନଙ୍କୁ କୌଣସି ପଦବୀ ବା ସମ୍ମାନ ମିଳିବ ନାହିଁ। ଏବେ ସଙ୍ଗମ ଯୁଗରେ ରାଜନୀତି କ୍ଷେତ୍ରରେ ମଧ୍ୟ ମାତାମାନଙ୍କୁ ଅଧିକାର ମିଳୁଛି। ସବୁ ବିଭାଗରେ ତୁମେ ଶକ୍ତିମାନଙ୍କୁ ବାବା ଆଗରେ ରଖିଛନ୍ତି ନା। ତେଣୁ ସଂସାରରେ ମଧ୍ୟ ପ୍ରତ୍ୟେକ ବର୍ଗରେ ଏବେ ମାତାମାନଙ୍କୁ ଅଧିକାର ମିଳୁଛି। ଏଇଭଳି କୌଣସି ବର୍ଗ ନାହିଁ ଯେଉଁଠି ମାତାମାନେ ନଥିବେ। ଏହା ସଙ୍ଗମ ଯୁଗର ପଦବୀ ଅଟେ। ତେଣୁ ମାତାମାନଙ୍କ ଭିତରେ ରହୁଛି ବାବା ଆମର ଅଟନ୍ତି। ମେରା ବାବା ଶବ୍ଦ ସ୍ମୃତିରେ ରହୁଛି ତ? ନିଶା ଅଛି ତ? ମାତାମାନେ ହାତ ହଲାଉଛନ୍ତି। ଭଲ କଥା, ଭଗବାନଙ୍କୁ ନିଜର କରିନେଇଛ। ତେଣୁ ପ୍ରକୃତ ଯାଦୁଘର ତ ମାତାମାନେ ହେଲେ ନା। ବାପଦାଦା ଦେଖୁଛନ୍ତି, ଚାହେ ମାତା ହୁଅନ୍ତୁ ଚାହେ ପାଣ୍ଡବ ହୁଅନ୍ତୁ, ବାପଦାଦାଙ୍କ ସହିତ ସ୍ନେହପୂର୍ବକ ସମ୍ବନ୍ଧ ସମ୍ପର୍କ ରଖିଛନ୍ତି। କିନ୍ତୁ କାହାକୁ କେଉଁ ବିଶେଷ ସମ୍ବନ୍ଧ ଅଧିକ ପ୍ରିୟ ଅଟେ ତାହା ମଧ୍ୟ ଦେଖୁଛନ୍ତି। କେତେକ ପିଲାଙ୍କୁ ଖୁଦା ଅର୍ଥାତ୍ ଭଗବାନଙ୍କୁ ନିଜର ସାଥୀ କରିବା ପାଇଁ ଭଲ ଲାଗୁଛି। ସେଇଥିପାଇଁ ଖୁଦା ଦୋସ୍ତର ଏକ କାହାଣୀ ମଧ୍ୟ ଅଛି। ତେବେ ବାପଦାଦା ଏକଥା କହୁଛନ୍ତି ଯେ ଯେଉଁ ସମୟରେ ଯେଉଁ ସମ୍ବନ୍ଧରେ ଆବଶ୍ୟକତା ଥିବ ଭଗବାନଙ୍କୁ ସେହି ସମ୍ବନ୍ଧରେ ନିଜର କରିପାରିବ। ଏଭଳି ସର୍ବ ସମ୍ବନ୍ଧର ରସର ଅନୁଭବ କରିପାରିବ। ପିଲାମାନେ କହୁଛନ୍ତି ବାବା ମୋର ଏବଂ ବାବା କହୁଛନ୍ତି ମୁଁ ତୋର। ଏବେ ମଧୁବନର ଶୋଭା ଭଲ ଲାଗୁଛି ନା? ଚାହେ ଯେତେ ବି ଦୂରରେ ବସି ରହିଥାଉ, ଶୁଣୁଥାଉ, ଦେଖୁଥାଉ, ମଧୁବନର ଶୋଭା ଅର୍ଥାତ୍ ଅନୁଭବ ସ୍ୱତନ୍ତ୍ର ଅଟେ। ମଧୁବନରେ ବାପଦାଦା ମିଳନ ତ କରୁଛନ୍ତି, କିନ୍ତୁ ଆହୁରି କେତେ ପ୍ରକାରର ପ୍ରାପ୍ତି ହେଉଛି। ଯଦି ଏହାର ତାଲିକା କାହାର ବାହାର କରିବ ତେବେ କେତେ ପ୍ରାପ୍ତି ହେଉଛି? ସବୁଠାରୁ ବଡ଼ରୁ ବଡ଼ ପ୍ରାପ୍ତି ହେଲା ସହଜ ଯୋଗ ଏବଂ ସ୍ୱତଃ ଯୋଗ ଲାଗି ରହୁଛି। ମେହନତ କରିବାକୁ ପଡ଼ୁନାହିଁ। ଯଦି କେହି ମଧୁବନର ବାୟୁମଣ୍ଡଳ ମହତ୍ଵ ଉପରେ ଧ୍ୟାନ ଦେଉଛି ତେବେ ମଧୁବନର ବାତାବରଣ, ମଧୁବନର ଦିନଚର୍ଯ୍ୟା ସହଜ ଯୋଗୀ ସ୍ୱତଃ ଯୋଗୀ କରିଦେଉଛି। କାହିଁକି ଜାଣିଛ? ମଧୁବନରେ ବୁଦ୍ଧିରେ କେବଳ ଗୋଟିଏ ହିଁ କାମ ରହୁଛି। କେହି କେହି ସେବାଦାରୀ ହିସାବରେ ମଧ୍ୟ ଆସୁଛନ୍ତି, ତାହା ଅଲଗା କଥା। କିନ୍ତୁ ଯେଉଁମାନେ ନିଜକୁ ରିଫ୍ରେଶ୍ କରିବା ପାଇଁ ଅର୍ଥାତ୍ ତାଜା କରିବା ପାଇଁ ଆସୁଛନ୍ତି ସେମାନଙ୍କର ମଧୁବନରେ ଆଉ କ'ଣ କାମ ଅଛି? କୌଣସି ଦାୟିତ୍ୱ ଅଛି କି? ଖାଅ ପିଅ ମୌଜ କର ପାଠ ପଢ଼। ତେଣୁ ମଧୁବନ ହିଁ ଅଟେ। ବିଦେଶରେ ମଧ୍ୟ ଘରେ ବସି ମୁରଲି ଶୁଣୁଛନ୍ତି, କିନ୍ତୁ ସେଠାରେ ବସି ଶୁଣିବା ମଧୁବନକୁ ଆସିବା ଏଥିରେ ରାତି ଦିନର ପାର୍ଥକ୍ୟ ରହିଛି। ବାପ ଦାଦା ତ ବିଜ୍ଞାନର ସାଧନ ଗୁଡ଼ିକ ଦ୍ୱାରା ଦେଖୁଥିବା ଶୁଣୁଥିବା ପିଲାମାନଙ୍କୁ ମଧ୍ୟ ୟାଦ ପ୍ୟାର ଦେଉଛନ୍ତି। କେତେକ ପିଲା ରାତି ଅନିନ୍ଦ୍ରା ହୋଇ ମଧ୍ୟ ଶୁଣୁଛନ୍ତି। ନ ଆସିପାରିବା ଠାରୁ ଏହା ନିଶ୍ଚିନ୍ତ ଭଲ ଅଟେ। କିନ୍ତୁ ଭଲରୁ ଭଲ ହେଉଛି ମଧୁବନ ପ୍ରିୟ ଘରକୁ ଆସିବା। କ'ଣ ମଧୁବନକୁ ଆସିବାକୁ ଭଲ ଲାଗୁଛି ନା ସେଠାରେ ବସି ମୁରଲି ଶୁଣି ନେଲେ ଚଳିବ? କ'ଣ ଭଲ ଲାଗୁଛି? ସେଠାରେ ବି ତ ସେଇ ମୁରଲି ଶୁଣୁଛ ନା। ଏଠାରେ ବି ପଛରେ ବସିଥିଲେ ଟିଭି ଦ୍ୱାରା ଦେଖୁଛ। ତେଣୁ ଯେଉଁମାନେ ଭାବୁଛନ୍ତି ମଧୁବନକୁ ଆସିବା ହିଁ ଭଲ ଅଟେ ସେମାନେ ହାତ ଉଠାଅ। ପୁଣି ବି ଦେଖ ଭକ୍ତି ମାର୍ଗରେ କ'ଣ ଗାୟନ ଅଛି? ମଧୁବନରେ ମୁରଲି ବାଜେ ମଧୁର ମଧୁର। ଏହା ତ ନାହିଁ ଯେ ଲଣ୍ଡନରେ ବାଜେ। ଯେଉଁଠାରେ ବି ରହୁଥାଅ ନା କାହିଁକି ମଧୁବନର ମହିମାକୁ ଜାଣିବା ଅର୍ଥାତ୍ ନିଜକୁ ମହାନ କରିବା। ତେବେ ଯେଉଁମାନେ ବି ଏଠାକୁ ଆସିଛନ୍ତି ସମସ୍ତେ ଯୋଗୀ ଜୀବନର, ଜ୍ଞାନୀ ଜୀବନର ତଥା ଧାରଣା ସ୍ୱରୂପର ଅନୁଭବ କରୁଛନ୍ତି। ତେବେ ପ୍ରଥମ ପାଳିରେ ଏହି ସିଜିନ୍ ପାଇଁ ବାପଦାଦା ବିଶେଷ ଭାବରେ ଧ୍ୟାନ ଦେବା ପାଇଁ କହିଥିଲେ ଯେ ଆସନ୍ତା ପୁରା ସିଜିନ୍ରେ ସମସ୍ତେ ନିଜ ସନ୍ତୁଷ୍ଟମଣି ହୋଇ ରହିବ ଏବଂ ସମସ୍ତଙ୍କୁ ସନ୍ତୁଷ୍ଟ କରିବ। କେବଳ ନିଜେ ସନ୍ତୁଷ୍ଟମଣି ହୋଇଯିବ ତା ନୁହେଁ, ଅନ୍ୟମାନଙ୍କୁ ମଧ୍ୟ କରିବାକୁ ହେବ। ଏହା ବ୍ୟତୀତ ଏବେ ସମୟ ଅନୁସାରେ କେବେ ବି କିଛି ବି ହୋଇପାରେ। ତେଣୁ କେହି ପ୍ରଶ୍ନ ପଚାର ନାହିଁ ଯେ କେବେ ହେବ, ବର୍ଷକ ପରେ ହେବ କି ମାସକ ପରେ ହେବ, ଅଚାନକ କେତେବେଳେ ବି କ'ଣ ବି ହୋଇପାରେ। ସେଥିପାଇଁ ନିଜର ସ୍ମୃତି ରୂପୀ ସୁଇଚ୍କୁ ବହୁତ ଶକ୍ତିଶାଳୀ କର। ଗୋଟିଏ ସେକେଣ୍ଡରେ ସୁଇଚ୍ ଅନ୍ କରି ଅନୁଭବୀ ସ୍ୱରୂପ ହୋଇଯାଅ। କିନ୍ତୁ ସୁଇଚ୍ ଯଦି ଟିକିଏ ବି ଢିଲା ଥିବ ତେବେ ବାରମ୍ବାର ଅନ୍ ଅଫ୍ କରିବାକୁ ପଡ଼ିବ ଏବଂ ଠିକ୍ ହେବା ପାଇଁ ସମୟ ମଧ୍ୟ ଲାଗିବ। ତେଣୁ ଗୋଟିଏ ସେକେଣ୍ଡରେ ସୌମାନର ସ୍ୱରାଜ୍ୟ ଅଧିକାରୀ ସ୍ଥିତିର ସୁଇଚ୍ ଅନ୍ କର।
ଏବଂ ଅନ୍ତର୍ମୁଖୀ ହୋଇ ଅନୁଭବ କରି ଚାଲ। ଅନୁଭବର ସାଗରରେ ସମାହିତ ହୋଇଯାଅ। କାହିଁକି ନା ଅନୁଭବର ଅଥରିଟିକୁ କୌଣସି ବି ଅଥରିଟି ଜିତିପାରିବ ନାହିଁ। ଏବେ ବୁଝିପାରିଲ ତ କ'ଣ କରିବ? ବାପ ଦାଦା ସଂକେତ ଦେଇ ଦେଉଛନ୍ତି। ତେଣୁ ଅପେକ୍ଷାରେ ରୁହ ନାହିଁ, କେବେ କେବେ ମଧ୍ୟ କୁହ ନାହିଁ ଏବେ କର। ସଦା ପ୍ରସ୍ତୁତ ରୁହ। ତେବେ ଗୋଟିଏ ସେକେଣ୍ଡ ଭିତରେ ସ୍ମୃତିର ସୁଇଚ୍ ଅନ୍ କରିପାରିବ ତ? ଯେପରି ବି ବାତାବରଣ ହୋଇଥାଉ, ଯେପରି ବି ସମସ୍ୟା ହୋଇଥାଉ, କିନ୍ତୁ ତୁମେ ସ୍ମୃତିର ସୁଇଚ୍ ଅନ୍ କର। ଏହାର ଅଭ୍ୟାସ କର। କାହିଁକି ନା ଅନ୍ତିମ ପରୀକ୍ଷା ଗୋଟିଏ ସେକେଣ୍ଡ ପାଇଁ ହିଁ ଆସିବ, ଗୋଟିଏ ମିନିଟ୍ ମଧ୍ୟ ନୁହେଁ। ଯେତେବେଳେ ଭାବିବା ବାଲା ପାସ୍ କରିପାରିବେ ନାହିଁ, ଅନୁଭବ ବାଲା ପାସ୍ ହୋଇଯିବେ। ତେଣୁ ଏବେ ଗୋଟିଏ ସେକେଣ୍ଡ ଭିତରେ ସମସ୍ତେ ମୁଁ ପରମ ଧାମ ନିବାସୀ ଶ୍ରେଷ୍ଠ ଆତ୍ମା ଅଟେ। ଏହି ସ୍ମୃତିର ସୁଇଚ୍କୁ ଅନ୍ କର। ଅନ୍ୟ କୌଣସି ବି ସ୍ମୃତି ନ ରହୁ, ବୁଦ୍ଧିରେ କୌଣସି ହଲଚଲ ନ ରହୁ, ଅଚଳ ସ୍ଥିତି। ଆଚ୍ଛା, ଚାରିଆଡ଼ର ଶ୍ରେଷ୍ଠ ସମାନଦାରୀ ଅନୁଭବୀ ଆତ୍ମାମାନଙ୍କୁ ବାପ ଦାଦାଙ୍କର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ନମସ୍ତେ। ଆମ ପିଲାମାନଙ୍କର ମିଠା ବାବାଙ୍କୁ ୟାଦ ପିୟାର ଗୁଡ୍ ମର୍ଣ୍ଣିଂ, ନମସ୍ତେ ନମସ୍ତେ ନମସ୍ତେ। ବିଘ୍ନ ପ୍ରୋବ ଅର୍ଥାତ୍ ବିଘ୍ନର ପ୍ରଭାବରୁ ମୁକ୍ତ ଚମକଦାର ଫରିସ୍ତା ପୋଷାକ ଧାରଣ କରୁଥିବା ସଦା ବିଘ୍ନ ବିନାଶକ ଆତ୍ମା ହୁଅ। ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ସର୍ବଦା ବିଘ୍ନ ବିନାଶକ ହେବା ପାଇଁ ପ୍ରଶ୍ନବାଚକ ଚିହ୍ନକୁ ବିଦାୟ ଦିଅ। ଫୁଲ ଷ୍ଟପ୍ର ମାତ୍ରା ଲଗାଇ ନିଜ ଭିତରେ ସର୍ବଶକ୍ତିର ଫୁଲ ଷ୍ଟପ୍ ଜମା କର। ସର୍ବଦା ବିଘ୍ନ ପ୍ରଭୁ ଚମକିଲା ଫରିସ୍ତା ଡ୍ରେସ୍ ପିନ୍ଧିଥାଅ। ମାଟିର ଡ୍ରେସ୍ ପିନ୍ଧ ନାହିଁ। ଏହା ସହିତ ସର୍ବଗୁଣର ଗହଣାରେ ସଜେଇ ହୋଇ ରୁହ। ସର୍ବଦା ଅଷ୍ଟଶକ୍ତିରେ ସମ୍ପନ୍ନ ସତ୍ରଧାରୀ ମୂର୍ତ୍ତି ହୋଇ ରୁହ ଏବଂ ପଦ୍ମ ଫୁଲର ଆସନ ଉପରେ ନିଜର ଶ୍ରେଷ୍ଠ ଜୀବନର ପାଦ ରଖ। ସ୍ଲୋଗାନ: ଯଦି ଅଭ୍ୟାସ ରୂପରେ ପୁରା ଧ୍ୟାନ ଦେଉଥିବ, ତେବେ ଫାଷ୍ଟ ଡିଭିଜନରେ ନମ୍ବର ଆସିଯିବ। ओम शांति। है हमने प्यार वो पाया जो दुनिया पा नहीं सकती। ମୁଁ ବିଶେଷ ଆତ୍ମା ଅଟେ। ମୁଁ ନମ୍ବର 1 ଆତ୍ମା।